ଆପଣ ଗାଁର ଜାନି ନେକେ ଜାନି ହେଲେ ଆପଣଙ୍କ ନାଁ ଟିକେ କୁହନ୍ତୁ। ମୋର ନାଁ ମୁତିଲା ହରକା। ମୁତେଲା ହାରାକା ଧନ୍ୟବାଦ। ଆପଣ ମାନେ କୋଉ ପରି ଦୃଷ୍ଟିରେ ଦେଖୁଛନ୍ତି? ଗଣମାଧ୍ୟମ ମାନେ ଗଣମାଧ୍ୟମ ମାନେ ଯିଏ ଚତୁର୍ଥ ସ୍ତମ୍ଭରେ ଅଛନ୍ତି, ଯିଏ ଚତୁର୍ଥ ସ୍ତମ୍ଭରେ ଅଛି ତାଙ୍କର କୋଉ ଦୃଷ୍ଟିରେ ଆପଣ ଦେଖୁଛନ୍ତି? ରେକର୍ଡିଂ କଲେ ଆମେ କହିବୁ ନାହିଁ ହେଲା, ସେ କଥା କହିଦଉଛୁ। ରେକର୍ଡିଂ କଲେ ଆମେ କିଛି ବି ଆମ ପାଖରେ ଆନ୍ସର କିଛି ପାଇବ ନାହିଁ। ହଉ ହେଲେ କୁହନ୍ତୁ ଆପଣଙ୍କର ବିଶ୍ୱାସ କଣ ଥିଲା କଣ ନଥିଲା? ରେକର୍ଡିଂ କଲେ ଆମେ କହିବୁ ନାହିଁ, ଯାହା ଶୁଣିବୁ ମନେ ଇଚ୍ଛା ଶୁଣ। ଦେଖନ୍ତୁ ଆମେ ବାସ୍ ଦେଖେଇବୁ ସମାଜକୁ କଣ ଦେଖେଇବୁ କୁହନ୍ତୁ? ଆମେ ନ୍ୟୁଜରେ କଣ ଦେଖେଇବୁ? ଯାହା ତମେ ରେକର୍ଡିଂ କରିଚାରିଛ କର। ହଇ ଭାଇ ଯାହା କହିବାଟା ତମେ ରେକର୍ଡିଂ କଲେ ଆମେ କିଛି କହିବୁ ନାହିଁ। ତମର ବାଟେ ତମେ ଯିବ, ଆମର ବାଟେ ଆମେ ରହିବୁ ହେଲା। ହେଲେ ଗଣମାଧ୍ୟମକୁ ଆପଣ କିଛି କହିବା ପାଇଁ ଚାହୁଁନାହାନ୍ତି? ଯାହା କହିଛନ୍ତି କହିଛନ୍ତି। ସେମିତି ଗଣମାଧ୍ୟମକୁ ତାମାନେ ଆପଣ ମାନେ ଇଗ୍ନୋର କରୁଛନ୍ତି ତାହେଲେ ଏଟା କି? କୁହନ୍ତୁ ଭାଇ। ଭାଇ ଆପଣଙ୍କ ନାଁ କଣ? ଟିକେ ସାଉଣ୍ଡରେ କୁହନ୍ତୁ। ହଁ 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 ଆପଣଙ୍କୁ ବି ମାରପିଟା କରିଛନ୍ତି? ହଁ 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 ହେଲେ ଆପଣ ବାହା ହେଇଛନ୍ତି? ମ୍ୟାରେଜ କରିଛନ୍ତି? ହଁ ହଁ ହେଲେ ଆପଣଙ୍କ ଘର ଭାଙ୍ଗିଦେଲେ? ଭାଙ୍ଗିଦେଲେ ଭାଙ୍ଗି ଦେଇକି ମାରପିଟ କରିଦେଇଛନ୍ତି? ହଉ 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 ହଉ। କାର ଘର ଭାଙ୍ଗି ଦେଇଛନ୍ତି? ମୋର ଜେନାରଗଡ଼ ସାର୍ ଆଉ ସିରାଞ୍ଜି ହଁ ହଁ ଗୋପାଲ ନା ଏଠି ଅଛ ତ କିଏ ଅଛନ୍ତି ଅଛ ତ? ଆପଣଙ୍କ ଘର ଗୋଟେ ଭଙ୍ଗା ହେଇଛି। ହଁ ଆପଣଙ୍କର? ଆପଣଙ୍କର ଆପଣ ବାହା ହେଇଛନ୍ତି? ହଁ ହଁ ଆପଣ ବାହା ହେଇଛନ୍ତି? ବାହା ହେଇଛନ୍ତି ହଁ ହଁ ଆପଣଙ୍କର ଆହୁରି କାର? ଆପଣଙ୍କ ନାଁ କଣ ଭାଇ? ଗୋପାଳ। ଆପଣଙ୍କୁ ବି ମାରିଛନ୍ତି? କୁଡ଼ିଆ ହଁ ହଁ ଭାଙ୍ଗି ଦେଇଛି। ହେଲେ କଣ ପାଇଁ ମାରୁଛନ୍ତି ତାଙ୍କେ? କୃଷ୍ଣ ଧର୍ମ କରୁଛୁ ପଳେଇ ଗଲୁ ବୋଲି। ଆଉ କଣ ହିନ୍ଦୁ ଧର୍ମକୁ ପଳେଇ ଆସ ବୋଲି ମାରୁଥିଲେ ନା ତମେ ଖ୍ରୀଷ୍ଟିଆନ ଧର୍ମ ଛାଡି ଦେଇକି ତମେ ଆମ ସହିତ ମିଳିମିଶି ରୁହ ବୋଲି? ସେମିତି ଏକା କହିଲେ ସାର୍। ହଁ 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 ଖ୍ରୀଷ୍ଟିଆନ ଧର୍ମ ଛାଡି ଦେଇକି ଆମର ସହିତ ମିଳିମିଶି ରୁହ, ନହେଲେ ଆମେ ଗାଁରୁ କାଢିଦବୁ। ହଁ ସେମିତି କରି ଆପଣ ମାନଙ୍କୁ କାଢି ଦେଇକି ବଣକୁ ପଠେଇ ଦେଇଛନ୍ତି। ଆଚ୍ଛା ଏବେ ଆପଣ ମାନଙ୍କୁ କଣ କହୁଛନ୍ତି ସେମାନେ? ମାରିଦେବୁ ହାଣିଦେବୁ କଣ କହୁଛନ୍ତି କି? କହୁଛନ୍ତି ହେଲେ ସେଟା ଏବେ ବି ମଧ୍ୟ ସେମାନେ ମାରିବା ଉପରେ ଅଛନ୍ତି? ଅଛନ୍ତି ହେଲେ ଆପଣ ମାନେ କଣ ନିଜ ଜୀବନକୁ କଣ କହିବା ପାଇଁ ଚାହୁଁଛନ୍ତି? ନିଜ ଜୀବନକୁ ସୁରକ୍ଷିତ ଭାବରେ ରଖିବା ପାଇଁ ଚାହୁଁଛନ୍ତି? ଭୟରେ ଅଛନ୍ତି? ଭୟରେ। ତାଙ୍କ ନାଁ? ମନୋଜ ହାରକା। ମନୋଜ ହାରକା। ହାରାକା ହାରାକା। ଏ ଗାଁର ନା କଣ ଆଜ୍ଞା? ଅଣ୍ଟାମଡ଼ା। ଅଣ୍ଟାମେଡା। ହେଲେ ହେଲେ ଆଜ୍ଞା ଶୁଣନ୍ତୁ ଆଜ୍ଞା ଏଟା କେବର ଘଟଣା ଟିକେ କୁହନ୍ତୁ? କାଲି ନା ରାତି ନା କଣ? ଘଟଣା ବଳ ରାତିର ନା କି? ହେଲେ ଚାରି ଘରକୁ ବି ଆପଣ ଭାଙ୍ଗି ଦେଇଛନ୍ତି କି? ହଁ ହେଲେ ତାଙ୍କେ ଏବେ କୋଉଠି ଅଛନ୍ତି ବୋଲି ଆପଣ ବିଶ୍ୱାସ ଆଉ କୋଉଠି କରୁଛନ୍ତି? ଅଛନ୍ତି ବୋଲ କିଏ ଜାଣିଛି ତାଙ୍କ ମାନଙ୍କୁ? କୋଉଠି ଅଛନ୍ତି ବୋଲ କିଏ ଜାଣିଛି ତାଙ୍କ ମାନଙ୍କୁ? ଆହୁରି ଯଦି ତାଙ୍କେ ମାନେ ଇଆଡ ତ ନାହିଁ, ରାତିରେ ଏକା କୁଆଡେ ଛୁ ହେଇଗଲେ। ହଁ 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 ହେଲେ କୁଆଡେ ବାହାରକୁ ପଳେଇ ଗଲେ ବୋଲିବା କଥା ନାଇଁ କି? ଆଚ୍ଛା ମାନେ ପ୍ରେସ୍ ଲର୍ଡ। ମୁଁ ବି ଜଣେ ଈଶ୍ୱରଙ୍କ ଲୋକ। ଆଉ ଦିନେ ମତେ ବି ତାଡନା ହେଇଥିଲା, ମତେ ବି ତାଡନା ହେଇଛି। ମୋର ସଡାବାଡି, ମୋର ବି ଆପଣଙ୍କର ଏଇ କୋରାପୁଟ ଡିଷ୍ଟ୍ରିକ୍ଟ ସଡାବାଡି। ଆଉ ପ୍ରଭୁଙ୍କ ଦୟାରୁ, ପ୍ରଭୁ ଯୀଶୁଙ୍କ ଦୟାରୁ ମତେ ଏହିପରି ଗଣମାଧ୍ୟମକୁ ଆସିବା ପାଇଁ ପ୍ରଭୁ ସୁଯୋଗ ଦେଇଛନ୍ତି ବୋଲି ଆପଣଙ୍କ ପାଖକୁ ମତେ ପ୍ରଭୁ ପଠେଇଛନ୍ତି। ଏବଂ ଏହିପରି ଯୋଉ ପରି ଦୁର୍ନୀତି ହେଇଛି, ଏ ଦୁର୍ନୀତି ଯାହା ବି ଆପଣ ମାନଙ୍କ ଉପରେ ଅତ୍ୟାଚାର କରିଛନ୍ତି, ଯିଏ ନ ଜାଣିକି ବା ଜାଣିକି କରିଛନ୍ତି, ସେମାନେ ବହୁତ ବଡ ଭୁଲ କରିଛନ୍ତି। ଆଉ ଗୋଟେ କଥା କଣ ପୁଣି ଥରେ କହିବା ପାଇଁ ଚାହୁଁଛେ, ସେମାନେ କଣ ବୋଲି କହୁଥିଲେ, ଆଉ ଏମାନଙ୍କୁ ଆମେ ଯାହା ମାରିଛୁ ତ ମାରିଛୁ, ଏମାନେ ସୁଧୁରିବେ ନାହିଁ। ଏମାନଙ୍କ ଘର ଦ୍ୱାର ସବୁ ପୋଡି ଦେଇଛୁ, ତଥାପି ସୁଧୁରୁ ନାହାନ୍ତି। ସେମାନେ ଅନେକ ପ୍ରକାର କଥା ଆମକୁ କହିଛନ୍ତି। ଆମେ ଗାଁ ସାରା ଶହ ଶହ ଲୋକ ଅଛୁ, ସେମାନେ ମାତ୍ର 4-5 ଘର ଅଛନ୍ତି, ସେମାନଙ୍କର ପାୱାର ବେଶୀ ବୋଲିକି କହୁଥିଲେ। ତଥାପି ଆମେ ପାୱାର କି ନ ପାୱାର ସେଟା ଆମ ପ୍ରଭୁ ଯୀଶୁ ଜାଣୁଛନ୍ତି। ଆମେ ପ୍ରଭୁ ଯୀଶୁ ଜାଣୁଛନ୍ତି। ସେଥିପାଇଁ ଆପଣ ମାନେ କେବେ ବି ଚିନ୍ତିତ ହୁଅନ୍ତୁ ନାହିଁ, କେବେ ବି ଚିନ୍ତିତ ହୁଅନ୍ତୁ ନାହିଁ। ଆମ ଭାରତରେ ଏମିତି ଗୋଟେ କାନୁନ ଅଛି କି ଯେ କାହା ଦେହକୁ କିଏ ହାତ ଛୁଇଁ ପାରିବେ ନାହିଁ।
आम संविधान रे लिखा है कहा देह को किए हाथ छुई पारबे ना जार विश्वास को किए तोड़ी पारबे ना आपण माने भरोसार सहित कहतु आम प्रभु जीशुकर लोक आम केबे भी छाड़बू ना हैला ना छाड़ब छाड़ब किए प्रभु जीशु को छाड़ी की मरब कि नाई मु भी गोटे ख्रिस्टियन लोक मु गणमाध्यम को आसुची प्रशासन देखो जे भी देखंतु मु जहा सठिक उत्तर दउची हां मु भी गोटे ख्रिस्टियन लोक आ मते भी बहुत ताड़ना करागला मोर मु बाहा है मोर गोटे छोट पिला थिला क्लिक करंतु मोर गोटे छोट पिला थिला।